ଆପଣ ନିଜ ଘରର ଡିଜି ପିନ୍ କ'ଣ ବା କେମିତି ଆପଣ କାଢ଼ିବେ, ଯାହା ଆମେ ଭିଡ଼ିଓରେ ଜାଣିବା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକିନା ସରକାର ଏବେ ଏକ ନୂଆ ସର୍ଭିସ୍ ଲଞ୍ଚ କରିଛନ୍ତି, ଯାହାର ନାମ ରହିଛି ଡିଜି ପିନ୍। ପୂର୍ବରୁ ପୋଷ୍ଟାଲ ପିନ୍‌କୋଡ୍ ଥିଲା 6 ଅଙ୍କ ବିଶିଷ୍ଟ, କିନ୍ତୁ ଏବେ ସରକାର ଯେଉଁ ଲଞ୍ଚ କରିଛନ୍ତି ଡିଜି ପିନ୍, ସେ ଆପଣଙ୍କୁ 10 ଡିଜିଟ୍ ନମ୍ବର ରହିବ ବା 10 ଅଙ୍କ ବିଶିଷ୍ଟ। ତେବେ ଆପଣ ଘରର ନିଜର ଲୋକେସନର କେମିତି ଆପଣ ଜାଣିବେ ଡିଜି ପିନ୍ କ'ଣ, ଜାଣିବା ଭିଡ଼ିଓରେ ତା ପୂର୍ବରୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଏଥିପାଇଁ ଆପଣ ପ୍ରଥମେ ଗୁଗଲରେ ସର୍ଚ୍ଚ କରନ୍ତୁ ଡିଜିପିନ୍, DIGIPIN। ଉପରେ ଦେଖନ୍ତୁ ପ୍ରଥମେ ଏକ ଲିଙ୍କ ଆସିବ नो योर ଡିଜିପିନ୍, ଯାହାର ଲିଙ୍କ ରହିଛି କ'ଣ dac.indiapost.gov.in। ତାରି ଉପରେ କ୍ଲିକ୍ କରିବେ। ଏବେ ଏଇଠି ଆପଣଙ୍କୁ ଦେଖନ୍ତୁ ଅଟୋମେଟିକ୍ ଦେଖାଇଦେବ। ପ୍ରଥମେ ହୁଏତ ଆପଣଙ୍କୁ ଲୋକେସନ ଅଫ୍ ଥିବ, ଯଦି ଯେମିତିକି ଦେଖନ୍ତୁ ଯଦି ଆମର ଲୋକେସନ ମୋର ଏଠି ଅନ୍ ଅଛି, ଯଦି ଲୋକେସନ ଅଫ୍ ଥିବ ମୁଁ ଆଉ ଥରେ ଆପଣ ଏକ୍ସାମ୍ ଥ୍ରୁ ଦେଖାଇ ଦେଉଛି। ସେ ଆପଣଙ୍କୁ କହିବ କି ଲୋକେସନ ଅନ୍ କରିବା ପାଇଁ, ଦେଖନ୍ତୁ ଲୋକେସନ ଅନ୍ କରିବା ପାଇଁ କହୁଛି। ତ ମୁଁ ଯଦି ଲୋକେସନ ଅନ୍ କରିଦେଇକି ପୁଣି ଆଉ ଥରେ ରିଫ୍ରେଶ କରିବି, ଦେଖନ୍ତୁ ସେ ଅଲରେଡି ଆମର ଡିଜି ପିନ୍ଟି ଶୋ କରାଇଦେବ। ଦେଖିପାରୁଥିବେ ଖୁବ୍ ଶୀଘ୍ର ମଧ୍ୟ ଏଇଠି ଆପଣଙ୍କର ଡିଜି ପିନ୍ ଦେଖାଇଦେବ। ଅଲରେଡି ଦେଖନ୍ତୁ ଦେଖାଇଦେଲା। ତେବେ ଇଏ ରହିଛି 10 ଡିଜିଟ୍ର ନମ୍ବର। ଆପଣଙ୍କ ପ୍ରତି ଲୋକେସନରେ ଅଲଗା ଅଲଗା ନମ୍ବର ଆସିବ। ଯେମିତିକି ଦେଖନ୍ତୁ ସ୍କାନ୍ରେ କ୍ଲିକ୍ କଲି, ଇଏ ଦେଖନ୍ତୁ ଆମର QR କୋଡ୍ ଦେଖାଇଦେଲା। ପ୍ଲସ୍ ଏ ନମ୍ବରକୁ କପି କରିପାରିବେ, ଦେଖନ୍ତୁ ନମ୍ବର କପି ହେଇଗଲା। ତେବେ ଇଏ ପ୍ରତି ଲୋକେସନରେ ଆପଣଙ୍କ ନିଜ ଘର ପାଖରେ ଏମିତିକି ଆସିବ। ଇଏର ବଢ଼ିଆ କାମ ଆସିଥାଏ କ'ଣ ନା, ଆପଣ ଯଦି ପୋଷ୍ଟାଲ ପିନ୍‌କୋଡ୍ ଦେଉଛନ୍ତି, ବହୁତ ସାରା ଗାଁକୁ ନେଇକି ସେ ପିନ୍‌କୋଡ୍ ହୋଇଥାଏ, ଏକ୍ଜାକ୍ଟ ଲୋକେସନ ଜଣାପଡ଼େନି। କିନ୍ତୁ ଏ 10 ଡିଜିଟ୍ର ଡିଜି ପିନ୍ ୟୁଜ୍ କରିବା ଦ୍ୱାରା ଆପଣଙ୍କ ଅରିଜିନାଲ ଲୋକେସନ ଜଣାପଡ଼ିବ। ଯେଉଁଠି ପାର୍ସଲ କ୍ଷେତ୍ରରେ ଯଦି ଦେଉଛନ୍ତି, ତେବେ ଆରାମସେ ସେ ଲୋକ ଆପଣଙ୍କ ଘର ପାଖକୁ ମଧ୍ୟ ପଳେଇ ଆସିବ। ପ୍ରତି ଲୋକେସନରେ ଅଲଗା ଅଲଗା ଡିଜି ପିନ୍ କ୍ରିଏଟ୍ ହେବ। ତେବେ ଆପଣ ଜାଣିଲେ, ସାଙ୍ଗସାଥୀକୁ ସେୟାର କରନ୍ତୁ, ନିଜ ଘରର ଡିଜି ପିନ୍ ଦେଖନ୍ତୁ।